ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା କେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟାବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ବ୍ୟାପକ ଉତ୍ପାଦନ କ୍ଷେତ୍ର, ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି, ଉଦ୍ୟୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ୍ ସାହାକାଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି। ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟି ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 3,70,000ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ ଦଶମ ଶ୍ରେଣୀ ପାଇଁ ସିବିଏସ୍ଇ ପରୀକ୍ଷାର 2ଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା ଫେବୃଆରୀ 17ରୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ ମେ 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୁଇଟି ଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ ହାର 96.78% ରହିଥିବା ସିବିଏସ୍ଇ କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି ସିବିଏସ୍ଇ ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ 4 ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ହର୍ମୁଜ ପ୍ରଣାଳୀ ଦେଇ ଇରାନର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟାତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି ସକାଳ 10ଟାରୁ ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4ଟି ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4ଟି ଏବଂ ଇଂଲଣ୍ଡ ଆଉ 2ଟି ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ବାପେ 10ଟି ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ ମେସିଙ୍କଠାରୁ 2ଟି ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2ଟି ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ।
ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।